ଜାଣିଛ ନା ତମେ ସତରେ ଭାରି ସୁନ୍ଦର ଦିଶୁଛ। ସତରେ? ସତରେ ତମେ ଭାରି ସୁନ୍ଦର। ସେ କଥା ଛାଡ। তুমি ଜାଣିଛ ନା ଆମ ଗାଁର ଅମୁ କଣ ହେଲା? ସାହୁ ଘରେ କେହି ନାହାନ୍ତି, ତାଙ୍କ ଝିଅ ରାଧାକୁ ଯାଇ କହୁଛି ମୁଁ ତତେ ବାହା ହେବି। ସେ ବାଡି ଖେଇ ଏମିତି ହଉଛି, ଆ ତା ଘରେ ଯାଇ ବସି ଯାଉଛି। ହଁ ସେଇଆ ହେଇଥିବ ଆଉ। ଶଳା ମୋ ଭାଗ୍ୟରେ କିଛି ବଇଆ ବଇଆ କଣ ବାକି ମିଳୁଛି, ମୁଁ କଣ ମୋର କଣ ନାହିଁ। ହଉ ଛାଡ, ଏବେ ଆମେ ଯିବା, ଘରେ ଖୋଜୁଥିବେ। ଏଇଠି ଟିକେ ଖାଲି ଗୋଟେ ଚୁମା। ମତେ ଲାଜ ଲାଗୁଛି। ଶୁଣ ବା ଅନୁଭବ ମାଝିଟା କି ଶୁଣିଆ ତୁ ଜାଣିଛୁ ନା ନାଇଁ, ଚତୁର୍ମାସ୍ୟାରେ ଗୋଟେ କିସ୍ ଟା କରିବି ବୋଲି ହେଲାନି। ଇଏ ଖରା ଦିନେ ଶୀତ ଦିନିଆ ଗୋଟେ ଭାବିଥିଲି ଗୋଟେ କିସ୍ ଟା କରିବି, ସେତିକ ସମ୍ପୂର୍ଣ୍ଣ କଥା ମୋ ପାଇଲ। ଭର୍ତ୍ତି ଧରିବ ମୋ ଭୁଲ ହେଇଗଲା। ଭୁଲ କରିକି ତାପରେ ଭୁଲ କ୍ଷମା ମାଗୁ। ଆଚ୍ଛା ସେ ଉପରେ କଣ ଛଣ ତା ଉପରେ କଣ କରୁଥିଲୁ? ଭାଇ ମୋ ଜୀବନରେ ଗୋଟେ ମାଣ୍ଡୁ ବି ପଠେଇ ପାରିଲିନି, ସେଇ ବାଟ ଦେଇ ଯାଉଥିଲି, ନାରୀ ଶବ୍ଦ ଶୁଣିଲି, ମୁଁ ସମ୍ଭାଳି ପାରିଲିନି। ଦେଖିଲା ବେଳକୁ ବାଟ ବଗିଚ ଆଉ ସୁବିଧା ଜାଗା କିଛି ନାହିଁ, କୁଟା କଥା। ଓହୋ ତାହେଲେ ଏ ବାଗିଆ କଥା। ଭାଇରେ ବିଲରେ ଯୋଉ ସାଙ୍ଗ ଥବ ଟିକେ ସେଟିଂ କରିଦେ, ଯାହା କହିବି ମୁଁ ଶୁଣିବି। ଯାହା କହିବି ଯାଉଛି ମୋର ଫିଟ୍ ଫାଟ୍ ହେଇକି ଇନଫିଲ୍ କରି ପଳେଇ ଯାଉଛି ଭାଇ। ହଁ ବାଏ। ରହରେ ପୁଅ ଦଉଛି ନାମ। ଏଇଠି ବର୍ଷା ବାପର 3 ମାଣେ ଆଳୁ କିଆରି ଅଛି, ଏଠି ଖୋଳେଇ ଖୋଳେଇ ତ ପାଣି ମାରି। ହ୍ୟାଲୋ। ହଁ ହଁ, ସେ କଣ ହେଲା? ଆରେ ଆକ୍ଚୁଆଲି ଘଟଣା କଣ ଜାଣିଛ? ତମେ ଗଲା ପରେ ସିଏ ଅମୁ ଥିଲା ପରା, ଆଉ ସିଏ ବା ସବୁ ଦେଖିଦେଇଛି। ଆଉ ତା କାମଟା ଯଦି ଆମେ ନ କରିବା, ସେ କାମ ନାଁରେ ଯଦି କୋଉଠି ଗପିଦବ। ମତେ ଅମୁ ଦେଖିନି ତ? ତମେ ଜାଣିଛ ନା ନାଇଁ? ଆରେ ଅମୁ ମତେ କହୁଛି ତମ ସାଙ୍ଗ ଯୋଉ ସଞ୍ଜୁ ସହିତ ମତେ ଟିକେ ସେଟିଂ କରେଇ ଦିଅ ହେଲା, ତମେ ଯାହା ନବ ମୁଁ ତାହା ଦେବି। ଆମେ ଟିକେ ସେଟିଂ କରିଦେଲେ ବଢିଆ 2 ପଇସା ମିଳିବ, ସେଟିଂ କରିଦବା। ଆରେ ତାର ତ ଗୋଟେ ଲଭର ଅଛି। ଓ ତାର ଲଭର ଥିଲେ ମୁଁ କଣ ଜାଣିଲି? ଆରେ ଆମେ ତାକୁ ସେଟିଂ କରିଦେଲେ ଆମର ବୁଝିପାରିଲ।